ମଙ୍ଗଳତା ଆଜି ଆମେ ଖୁଦୁରୁକୁଣି ଓଷା ବିଷୟରେ କିଛି ଜାଣିବା। ଖୁଦୁରୁକୁଣି ଓଷାର ଅନ୍ୟ ନାମ କ'ଣ? ଭାଲୁକୁଣି ଓଷା, ତଅପୋଇ ଓଷା। ଖୁଦୁରୁକୁଣି ଓଷା କେବେ ପଡ଼େ? ଖୁଦୁରୁକୁଣି ଓଷା ଭାଦ୍ରବ ମାସ ଡିସେମ୍ବରରେ ପଡ଼େ। ଖୁଦୁରୁକୁଣି ଓଷାରେ କେଉଁ ଦେବୀ ମାଙ୍କୁ ପୂଜା କରାଯାଏ? ମା ମଙ୍ଗଳାଙ୍କୁ। ଖୁଦୁରୁକୁଣି ଓଷା କେଉଁଠି ପୂଜା କରାଯାଏ? ଠିଙ୍କିଶାଳରେ। କାହିଁକି ନା ଏବେ ଆମର ଠିଙ୍କିଶାଳ ନାହିଁ ବୋଲି ଆମେ ଛୋଟ ଛୋଟ ଠିଙ୍କି ଥୋଇକି ପୂଜା ପାଳନ କରୁ। ଖୁଦୁରୁକୁଣି ପୂଜାରେ ଗୋଟେ ଖୁଦୁରୁକୁଣି ଓଷା ବହି ପଢ଼ାଯାଏ। ସେ ବହି କିଏ ଲେଖିଛନ୍ତି? ଗୋପୀନାଥ ଦାସ। ସେ ବହିରେ ଯେଉଁ ତଅପୋଇଙ୍କ ବିଷୟରେ ଲେଖାଯାଇଛି, ତଅପୋଇଙ୍କ ବାପା ମାଙ୍କ ନାଁ କ'ଣ ଅଛି? ତନୟବନ୍ତ, ଶକୁନ୍ତଳା। ତଅପୋଇଙ୍କର କେତେ ଭାଇ ଥିଲେ? 7 ଭାଇ ଆଉ 7 ଭାଉଜ। କିଏ ତଅପୋଇଙ୍କୁ ବାଉଁଶ କୁଲାଇରେ ନ ଖେଳି ସୁନା ଚାଙ୍ଗୁଡ଼ାରେ ଖେଳିବାକୁ କହିଥିଲା? ବୁଢ଼ୀ ବ୍ରାହ୍ମଣୀ। ତଅପୋଇର ଭାଇମାନେ ବିଦେଶକୁ କ'ଣ ପାଇଁ ଯାଉଥିଲେ? ବାଣିଜ୍ୟ କରିବା ପାଇଁ। 7 ଜଣ ଭାଉଜଙ୍କ ମଧ୍ୟରୁ ତଅପୋଇର ପ୍ରିୟ ଭାଉଜ କିଏ? ସାନ ଭାଉଜ, ତାଙ୍କ ନାଁ ହେଲା ନୀଳେନ୍ଦ୍ରୀ। ସେ ସମୟରେ ବାଣିଜ୍ୟ କରିବା ପାଇଁ କେଉଁଥିରେ ଯାଉଥିଲେ ସାଧବମାନେ? ପଇତରେ। ତଅପୋଇର ଭାଇମାନେ ଯେଉଁ ବାଣିଜ୍ୟ କରିବାକୁ ଯାଇଥିଲେ, ତଅପୋଇ ତାଙ୍କୁ କ'ଣ ଆଣିବା ପାଇଁ କହିଥିଲା? ହୀରାର କଣ୍ଢେଇ। ତଅପୋଇକୁ ଭାଉଜମାନେ କାହିଁକି ହଇରାଣ କରିଥିଲେ? ବୁଢ଼ୀ ବ୍ରାହ୍ମଣୀ କଥା ଶୁଣିକି। ତଅପୋଇ ସବୁବେଳେ ଛେଳି ଜଗିବାକୁ ଜଙ୍ଗଲକୁ ଯାଉଥିଲା। ଗୋଟେ ଛେଳି ହଜି ଯାଇଥିଲା। ସେ ଛେଳିର ନାଁ କ'ଣ ଥିଲା? ଘରମଣି। ତଅପୋଇ କାହାକୁ ପୂଜା କରି ଘରମଣିକୁ ପାଇଥିଲା? ମଙ୍ଗଳା ମାଙ୍କୁ। ଯେତେବେଳେ ଭାଇମାନେ ଫେରି ଆସିଲେ, ତଅପୋଇକୁ ଭାଉଜମାନେ ଦେଖା କରିବାକୁ ଯାଇଥିଲେ, ଯେଉଁ ଦେବୀ ଅଛନ୍ତି ବୋଲି ପୂଜା କରିବା ପାଇଁ। ସେତେବେଳେ ତଅପୋଇ କ'ଣ କରିଥିଲେ ଭାଉଜମାନଙ୍କୁ ଦେଖିକି? ନାକ କାଟି ଦେଇଥିଲେ। ଯେତେବେଳେ ତଅପୋଇ ଭାଉଜମାନଙ୍କର ନାକ କାଟିଦେଲା, ଭାଉଜମାନେ ସବୁ ଯାଇ ଜଙ୍ଗଲରେ ପଡ଼ିଲେ। ତ ସେତେବେଳେ ଭାଉଜମାନଙ୍କୁ କିଏ ବଞ୍ଚେଇଥିଲା? ଜଣେ ଶବର, ତାଙ୍କ ନାଁ ହେଉଛି ବିରୂପା। ବହିରେ ଅଛି ତଅପୋଇ କାହାକୁ ବିବାହ କରିଛନ୍ତି? ରତ୍ନାକର।